फतेहपुर, जिला भागलपुर, स्टेट स्टेट बिहार की माने आसवे कॉलेज रे पाठ पढ़े को टक्का माने सिबाड़ा को मोती लॉन्ग ड्राइव नहीं पड़ा दुलकीब चटणी खुदपुर हेब मुक्त मंच यात्रा प्रतियोगिता खोर्धा जिला जटणी ब्लॉक अंतर्गत पदनपुर पंचायत अधीन खुदपुर ग्राम हेउची कलार एंतुड़ीशाल। এই গ্রামে কাহি কেউ কালরু পৌরাণিক কাল্পনিক সামাজিক বিষয়বস্তুକୁ ନେଇ ଗ୍ରାମର ଯୁବକମାନେ ଡ୍ରାମା ପରିବେଷଣ କରି ଓଡ଼ିଶାରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଆସନ୍ତା 2026 ନୂତନ ବର୍ଷ ଫେବୃଆରୀ 18 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଖୁଦପୁର ଛକସ୍ଥିତ ଖେଳ ପଡ଼ିଆରେ ମୁକ୍ତ ମଞ୍ଚ ଯାତ୍ରା ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାତ୍ର 11 ଘଟିକା ଠାରୁ ଭୋର 5 ଘଟିକା ପର୍ଯ୍ୟନ୍ତ 6 ରାତି ସାମାଜିକ ନାଟକ ପ୍ରତିଯୋଗିତା ହେବ। ପ୍ରଥମ ରାତ୍ରିରେ ଖୁଦପୁର ଗ୍ରାମର ଯୁବକମାନେ ନାଟକ ପରିବେଷଣ କରିବେ ଆଉ ବାକି 5 ରାତି ଓଡ଼ିଶାର ଶ୍ରେଷ୍ଠ ତଥା ସୁନାମଧନ୍ୟ ଯାତ୍ରା ଅନୁଷ୍ଠାନ ନାଟକ ପରିବେଷଣ କରିବେ। 18 ତାରିଖରେ ଖୁଦପୁର ମା ଖଣ୍ଡୁଆଳ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏ ଆଖି କାନ୍ଦୁଛି ତୋରି ପାଇଁ। 19 ତାରିଖରେ ଆମ ନାଟକ ଭୁବନେଶ୍ୱର ତରଫରୁ ଦିଅ ପୂଜିବାକୁ ଦେଉଳ ମନା। 20 ତାରିଖରେ ମା ଭଟ୍ଟାରିକା ନାଟ୍ୟ ସଂସଦ ବଡ଼ମ୍ବା ତରଫରୁ କଟି କଟି ଡବଲ କଟି। 21 ତାରିଖରେ ମା ଗୌରୀ କ୍ଲବ ବାଙ୍କୁଆଳ ଭୁବନେଶ୍ୱର ତରଫରୁ ଆଖି ତୁ କାନ୍ଦେନା। 22 ତାରିଖରେ ମା ସାରଳା ନାଟ୍ୟ କଳା ପରିଷଦ ଜଗତସିଂହପୁର ତରଫରୁ କେମିତି କହିବି ଏମିତି କଥା। 23 ତାରିଖରେ ଆରିୟନ କ୍ଲବ ଭୁବନେଶ୍ୱର ତରଫରୁ ଜନମେ ଜନମେ ଭଉଣୀ ଭାଇ ନାଟକ ପରିବେଷଣ କରାଯିବ। ଯାତ୍ରା ଦର୍ଶକମାନଙ୍କ ପାଇଁ ପ୍ରଥମ ଶ୍ରେଣୀ ଟିକଟର ମୂଲ୍ୟ 50 ଟଙ୍କା ଓ ଦ୍ୱିତୀୟ ଶ୍ରେଣୀ ଟିକେଟର ମୂଲ୍ୟ 30 ଟଙ୍କା ରହିଛି। ଏ ଯାତ୍ରା ପ୍ରତିଯୋଗିତାରେ ଖୁଦପୁର ଦଳକୁ ବାଦ ଦେଇ ଅନ୍ୟ 5ଟି ଦଳ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିବା ଦଳକୁ 50,000 ଟଙ୍କା ଓ ଦ୍ୱିତୀୟ ସ୍ଥାନ ଅଧିକାର କରିବା ଦଳକୁ 40,000 ଟଙ୍କା ପୁରସ୍କାର ସହ ଶ୍ରେଷ୍ଠ କଳାକାର ନିର୍ଦ୍ଦେଶକ ଇତ୍ୟାଦି ପୁରସ୍କାର ପ୍ରଦାନ କରାଯିବ। ଏହି ଅବସରରେ ଅପରାହ୍ନ ଓ ସନ୍ଧ୍ୟା ସମୟରେ ଖୁଦପୁର ଖେଳ ପଡ଼ିଆରେ ମୀନା ବଜାର ଓ ବିଭିନ୍ନ ପ୍ରକାର ଦୋକାନ ବଜାର ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି କରାଯାଇ ଦର୍ଶକମାନଙ୍କ ମନୋରଞ୍ଜନ କରାଯିବ। ତେବେ ଆସନ୍ତୁ ଦେଖିବା ଏ ବାବଦରେ ଆମ ଜଟଣୀ ପ୍ରତିନିଧି ପ୍ରଦୀପ୍ତ କୁମାର ମାର୍ଥାଙ୍କ ସ୍ୱତନ୍ତ୍ର ଉପସ୍ଥାପନା। ମୁଁ ମା ଖଣ୍ଡୁଆଳ ସ୍ୱେଚ୍ଛାସେବୀ ସଂଗଠନର ସଭାପତି। ଖୁଦପୁର ଏକ କଳାର ବାଟି। ଦୀର୍ଘ ଦିନ ଧରି ଖୁଦପୁରରେ ଅନେକ ମଞ୍ଚସ୍ଥ ନାଟକ କରାଯାଇଛି। ଆଜି ଆମେ ସମ୍ପୂର୍ଣ୍ଣ କମିଟିର ସଦସ୍ୟମାନେ ବସି ନାଟକ ପ୍ରତିଯୋଗିତା କରିବା ପାଇଁ ନିଷ୍ପତ୍ତି ନେଲୁ। ଷ୍ଟାଡିୟମ ଖୁଦପୁର ଖେଳ ପଡ଼ିଆରେ କରିବୁ ଏବଂ ଟିକେଟ ମଧ୍ୟ ସୁବିଧା କରିଛୁ ଟିକେଟ କରିବା ପାଇଁ। ମଞ୍ଚସ୍ଥ ନାଟକ ଅତି ସୁନ୍ଦର ଭାବରେ ହେବ, ଯେହେତୁ ଭଲ ଭଲ ଟିମ୍ ଆସୁଛନ୍ତି ଆଉ ଭଲ ଭଲ ଟିମ୍କି ଆମେ ସେଠି ତାଙ୍କୁ କରିଛୁ, ନିମନ୍ତ୍ରଣ କରିଛୁ। ଆପଣମାନଙ୍କୁ ସମସ୍ତଙ୍କୁ କେତେ ରାତି ହବ, କେତେ ତାରିଖରୁ ଆରମ୍ଭ ହବ? ଆମର ସମ୍ପୂର୍ଣ୍ଣ ଫେବୃଆରୀ 18ରୁ ଫେବୃଆରୀ 23 ପର୍ଯ୍ୟନ୍ତ ଆମେ ନାଟକ ଯୋଉମାନେ ବିଜେତା ହେବେ ତାଙ୍କ ପାଇଁ 1 ନମ୍ବରକୁ 50,000 ଟଙ୍କା ରଖିଛୁ, 2 ନମ୍ବରକୁ 40,000 ଟଙ୍କା ରଖିଛୁ। ମୂଲ୍ୟ କଣ ରଖିଛନ୍ତି, ଧାର୍ଯ୍ୟ କରିଛନ୍ତି? ଟିକେଟର ମୂଲ୍ୟ 50 ଟଙ୍କା ରଖିଛୁ। ଦର୍ଶକ ମାନଙ୍କ ପାଇଁ କଣ ସବୁ ସୁବିଧା କରିବେ ଆପଣ? ସବୁ ସୁବିଧା ଅଛି, ଚେୟାର ବସିକି ଚେୟାରରେ ବସି ଦେଖିବା ପାଇଁ ସୁବିଧା ଅଛି। ଅନ୍ୟାନ୍ୟ ସୁବିଧା ବହୁତ ଅଛି, ଯୋଉ ସୁବିଧା କି ଦର୍ଶକମାନେ କେବେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଯାତ୍ରା ସହିତ ଆଉ ସବୁ କଣ ସେଠି ଦୋକାନ ବଜାର ମୀନା ବଜାର ତାର ବି କରାଯାଇଛି, ସେ ଆୟୋଜନ କରାଯାଇଛି। ସବୁ ସୁରକ୍ଷିତ ହବ, କିଛି ଅସୁବିଧା ହବନି। ମୁଁ ରଜନୀକାନ୍ତ ମିଶ୍ର, ଆମ ନାଟକ ଭୁବନେଶ୍ୱର ଜଣେ କଳାକାର। ଏଠି ପ୍ରଥମ ଥର ଖୁଦପୁରରେ ନାଟ୍ୟ ପ୍ରତିଯୋଗିତା ହେଉଛି ଆଉ ଆମ ଏରିଆ ମଧ୍ୟ ଜଟଣୀ, ଆମ ଏଇ ଗାଁର ବାସିନ୍ଦା। ବହୁତ ଖୁସି ଲାଗୁଛି। ଆମର ଏଇ ଯେଉଁ ଖୁଦପୁରରେ ଯେଉଁ ମା ଖଣ୍ଡୁଆଳି ଟିମ୍ ନାଟ୍ୟ ସଂସଦ, ସେ ବହୁତ ଧରି ତାଙ୍କ ବହୁତ ପୁରାତନ କଳାକାର ଅଛନ୍ତି, ସେମାନେ ବହୁତ ଦିନ ହେଲା ତାଙ୍କ ନାଟକ ଚାଲି ଆସିଛି, କିନ୍ତୁ କମ୍ପିଟିସନ୍ ହୁଏନି। ଏଥର ପ୍ରଥମ ଥର କମ୍ପିଟିସନ୍ କରୁଛନ୍ତି, ଭାରି ଖୁସି ଲାଗୁଛି। ଆଉ ଆମ ଯେଉଁ ବହି ଏଠି ହବ, ସେ ବହିଟି ନାଁ ହେଲା ଆମ ନାଟକ ଆମ ଦିଅ ପୂଜାକୁ ଦେଉଳ ମନା। ବହିଟି ଖୁବ ସୁନ୍ଦର ବହି। ଏଇ ବହିଟା ଆମେ ହାରାହାରି 40 ଥର କରିଛୁ, ହାରାହାରି ଆମେ 38 ଥର ଚମ୍ପିଆନ ହେଇଛୁ ଏ ବହିରେ। ଆଉ ବହୁତ ସୁନ୍ଦର ବହି।
ଏଥିରେ କାଳ୍ପନିକ ଅଛି, ପୌରାଣିକ ଅଛି, ସାମାଜିକ ଅଛି, ହସ ଲୁହର କାହାଣୀ, ଷ୍ଟୋରି ବହି, ଭିଲିଆନ ପଞ୍ଚ ବି ଅଛି। ବହୁତ ସୁନ୍ଦର ବହି। ଆଉ ଲୋକମାନେ ମୁଁ ଭାବୁଛି ବହିଟିକୁ ଗ୍ରହଣ କରିବେ। କେତେ ନମ୍ବର ସ୍ଥାନ ଅଛି ଆପଣ? ଆମେ ତ ଏ ବହିରେ ସବୁ ଜାଗାରେ ଚମ୍ପିଆନ ହେଇଛୁ, ଆଉ ଆଶା କରୁଛୁ ଏଠି ବି ଚମ୍ପିଆନ ହବୁ। ଏ ବହି ଆମେ ହାରାହାରି 40ଟା ଷ୍ଟେଜ୍ କରିଛୁ। 40ଟା ଷ୍ଟେଜ୍ରେ ହାରାହାରି 37-38ଟା ଆମେ ଚମ୍ପିଆନ ହେଇଛୁ। ଆଉ ଏଥର ବି ଚମ୍ପିଆନ ହେବା ପାଇଁ ଆମେ ମାନେ ମନ ପ୍ରାଣ ଦେଇ ଚେଷ୍ଟା କରିବୁ, ଆଉ ହବୁ ମଧ୍ୟ। ମୋ ନାଁ ଜିତେନ୍ଦ୍ର କୁମାର ବେହେରା, ମା ଭଟ୍ଟାରିକା ନାଟ୍ୟ ସଂସଦର ଜଣେ କଳାକାର। ପ୍ରଥମତଃ ଖୁଦୁପୁର ଖଣ୍ଡୱାଲ ଆସୋସିଏସନ୍ ଅଫ୍ ହ୍ୟୁମାନ୍ ବିଙ୍ଗର ସମସ୍ତ ତାଙ୍କର ଆସୋସିଏସନ୍କୁ ଆମ ମା ଭଟ୍ଟାରିକା ନାଟ୍ୟ ସଂସଦ ତରଫରୁ ଅଶେଷ ଧନ୍ୟବାଦ। କାରଣ ଗୋଟେ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଏତେ ସହଜ ନୁହେଁ। ଏତେ ବଡ଼ ପଦକ୍ଷେପ ସେମାନେ ନେଇଛନ୍ତି, ଆଉ ସେଥିରେ ଆମକୁ ଭାଗିଦାରୀ ହେବାକୁ ଚାନ୍ସ ଦେଇଛନ୍ତି। ସେଇଥିପାଇଁ ତାଙ୍କୁ ଆମେ ତହେ ଦିଲ ସେ ଅଶେଷ ଧନ୍ୟବାଦ। ଆଉ ଆମର ନାଟକ ଆଜି ଆମେ ଡିକ୍ଲେୟାର କଲୁ କଟି କଟି ଡବଲ କଟି। ଆଉ ଆମ ଡେଟ୍ ପଡ଼ିଲା 20 ଫେବୃଆରୀ 2026। ଆଉ ଆମେ ଆମର କଟି କଟି ଡବଲ କଟିର ରାଇଟର ହେଉଛନ୍ତି ଡକ୍ଟର ଦୀପକ ଜେନା ସାର୍, ନିର୍ଦ୍ଦେଶକ ପ୍ରଶାନ୍ତ ପରିଡ଼ା ଓ ଗୁଲୁ ସାର୍। ଆଉ ଆମର ଏଇ ନାଟ୍ୟ ସଂସଦ 2 ବର୍ଷର ଅନୁଷ୍ଠାନ। ଆମେ ଆଉ ପୂର୍ବ ବର୍ଷ କାନ୍ଦା ଲୁହ ସରିଯିବ ନାଟକ ଧରିଥିଲୁ। ସେଥିରେ 6ଟା ଜାଗାରୁ 5ଟା ଜାଗାରେ ଚମ୍ପିଆନ ହେଇଥିଲୁ, ଗୋଟେ ଜାଗାରେ ରନର୍ସ ଅପ୍ ହେଇଥିଲୁ। ଏହି ବର୍ଷ ଆମେ କଟି କଟି ଡବଲ କଟି ଧରିଛୁ। 2ଟି ଜାଗାରେ ଆମେ ଟୁର୍ଣ୍ଣାମେଣ୍ଟ ଯାଇସାରିଲୁଣୁ, 2ଟି ଜାଗାରେ ଆମେ ଚମ୍ପିଆନ ହେଇଛୁ। ଆଉ ଏଠି ମା ଭଟ୍ଟାରୀଙ୍କ ଆଶୀର୍ବାଦରୁ ଆମେ ଭାବୁଛୁ ଏଠି ବି ଚମ୍ପିଆନ ପାଇଁ ଆମେ ପୁରା ଚେଷ୍ଟା କରିବୁ। ମାଙ୍କ ଭଟ୍ଟାରୀଙ୍କର ଆଶୀର୍ବାଦ ଆମ ଉପରେ ଅଛି। ମୁଁ ତ୍ରିଦେବ ଛୋଟରାୟ, ମା ଗୌରୀ କ୍ଲବ ବାଙ୍କୁଆଳ ଭୁବନେଶ୍ୱର ନିର୍ଦ୍ଦେଶକ। କଣ କହିବେ ଏଇ ଯୋଉ ଖୁଦୁପୁରରେ ମୁକ୍ତ ଆକାଶ? ଯାହା ହଉ ଗୋଟେ ବଡ଼ ଖୁସିର କଥା, ଏମିତି ଗୋଟେ ଜାଗାରେ ଜଟଣୀ ଭଳି ଗୋଟେ ଅଞ୍ଚଳରେ ଗୋଟେ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଯାହା ମୁଁ ସେ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେବି। ଏମିତି ଗୋଟେ ବଡ଼ ଆକାର ଟୁର୍ଣ୍ଣାମେଣ୍ଟ ସେମାନେ ଆୟୋଜନ କରୁଛନ୍ତି। ଆପଣଙ୍କର କେତେ ତାରିଖରେ ପଡ଼ିଲା? ଏବଂ ମୋର 21 ତାରିଖରେ ପଡ଼ିଲା। ଆମର ନାଟକ ହେଉଛି ଆଖି ତୁ କାନ୍ଦନା। ରଚନା ହେଉଛି ଗୋଲକ ମରାଣା, ଶ୍ରୀଯୁକ୍ତ ଗୋଲକ ମରାଣା ଅଧ୍ୟାପକ। ଆଉ ନିର୍ଦ୍ଦେଶକ ମୁଁ ନିଜେ ତ୍ରିଦେବ ଛୋଟରାୟ। ଆଉ ସଙ୍ଗୀତ ଆମର ସନ୍ତୋଷ ଖାଡ଼ଙ୍ଗା, ନୃତ୍ୟ କୁମାର ଭିକି। ଆପଣ ନାଟକ ଏଇ ଆଜ୍ଞା ଦେଖନ୍ତୁ, ଏ ନାଟକ ହେଉଛି ଗୋଟେ ପାରିବାରିକ କାହାଣୀ। ସମାଜର ଘଟୁଥିବା ପରିବାରର ସମସ୍ତ ଦୈନନ୍ଦିନ ଘଟଣାବଳୀକୁ ନେଇ ଘଟୁଥିବା ହେଉଛି ଗୋଟେ କାହାଣୀ। ଭାଇ, ବାପା ପୁଅ, ବାପା ବୋହୂ, ଏସବୁ ଚରିତ୍ରକୁ ନେଇକିରି ଏ କାହାଣୀ। ନାଟକ ଦର୍ଶକମାନଙ୍କୁ ବହୁତ ଭଲ ଲାଗିବ। ଏଇଟା ଆମର ସମସ୍ତଙ୍କ ଉପରେ ନାଟକ, ସବୁ ଚରିତ୍ର ଉପରେ ଆମର ଏ ନାଟକ। କୋଉ ମାନେ ଆମ ସ୍ଥାନ ତ ନିଶ୍ଚୟ ଅଧିକାର କରିବୁ। ଆମର ଏ ନାଟକ କୌଣସି ଜାଗାରେ ହାରିନି, ଅନବିଟିନ୍ ନାଟକ। ସବୁ ଲଗାତାର ବୋଧେ 13 ଥର ଚମ୍ପିଆନ। ନିମାପଡ଼ା ଶ୍ରୀମୁଗଠୁ ଆରମ୍ଭ କରି ଆମର ସବୁ ଜାଗାରେ ଯୁଆଡ଼େ ଏ ନାଟକ ସବୁଆଡ଼େ ଚମ୍ପିଆନ। ମୁଁ ସମ୍ପଦ ବେହେରା, ମା ସାରଳା ନାଟ୍ୟକଳା ପରିଷଦ ଜଗତସିଂହପୁର ନାଟକର ନିର୍ଦ୍ଦେଶକ। ନାଟକ ହେଉଛି ଆମର କାସ୍ ଆନୁକୂଲ୍ୟରେ ହେବାକୁ ଥିବା ଜଟଣୀରେ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାର ପ୍ରଥମ ବର୍ଷରେ ଆମ ନାଟକ ଆସିଛି କେମିତି କହିବି ଏମିତି କଥା। ତା ପୂର୍ବରୁ ନାଟକ ବିଷୟରେ କହିବା ପୂର୍ବରୁ ଏ ଅନୁଷ୍ଠାନକୁ ଧନ୍ୟବାଦ ଦେବି। କଳା ସଂସ୍କୃତି ପରମ୍ପରାର ଉଜ୍ଜୀବିତ କରିବା ପାଇଁ ଏବଂ ନୂଆ ଭାବରେ ମଞ୍ଚରେ ଠିଆ ହେବା ପାଇଁ ଯେଉଁ କଳାକାରମାନେ ଇଚ୍ଛୁକ ଅଛନ୍ତି ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏ ଅଞ୍ଚଳର ଏକ ଅଦମ୍ୟ ପ୍ରୟାସ। ତେଣୁ ଆମ ଅନୁଷ୍ଠାନ ଏ କାସ୍ ଅନୁଷ୍ଠାନକୁ ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ତାଙ୍କ ଅନୁଷ୍ଠାନର ଆୟୋଜକ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରୁଛି। ନାଟକ କେମିତି କହିବି ଏମିତି କଥା ସମ୍ପୂର୍ଣ୍ଣ ପାରିବାରିକ ନାଟକରେ ଚରିତ୍ର ଯାହା ଆମ ଦୈନନ୍ଦିନ ଜୀବନରେ ଯେଉଁ ଚରିତ୍ର ଆମେ ସମ୍ମୁଖୀନ କରୁଛୁ ସେଇଭଳି ଚରିତ୍ରମାନଙ୍କୁ ନେଇ ନାଟକ। ହସ ଲୁହ କାନ୍ଦ ସବୁ ଭରପୁର ଅଛି। ନାଟକଟିକୁ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିବେ ଏଠିକାର ଲୋକ। ସର୍ବଶେଷରେ ଅନୁଷ୍ଠାନକୁ ଏତିକି କହିବି ସେ ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି ତାଙ୍କର ପ୍ରଥମ ବର୍ଷର ଏ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ସଫଳ ହେଉ ଏବଂ ଏ ଅନୁଷ୍ଠାନ ଦୀର୍ଘଜୀବୀ ହେଉ। ଆପଣ ନାଟକ
ନିହାତି ଭାବରେ କଳାକୁ ନେଇକି ସମସ୍ତଙ୍କର ଆଶା ଥାଏ ଯେ ଆମେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବୁ। ଯଦି ଜଣେ କଳାକାର ଏଇଭଳି ମନୋବୃତ୍ତି ନେଇକି ମଞ୍ଚକୁ ଚଢ଼ିବ ନିହାତି ଭାବରେ କୌଣସି ନା କୌଣସି ବିଚାରପତିଙ୍କ ବିଚାର ଆମ ପାଇଁକି ସଫଳତା ନୁହେଁ, ଦର୍ଶକ ମାନଙ୍କର ବିଚାର ଆମ ପାଇଁ ସଫଳତା ଏବଂ ଆମ ନାଟକ ନିଶ୍ଚିତ ଭାବରେ ଗୋଟେ ମନୋରଞ୍ଜନର ଖୋରାକ ଯୋଗାଏ ଦର୍ଶନକୁ, ଏହା ନିଃସନ୍ଦେହ। ମୁଁ ଚିତ୍ତରଞ୍ଜନ ରାଉତରାୟ, ସଭାପତି ଆର୍ୟନ୍ କ୍ରୁ ଡ୍ରାମାଟିକ୍ କ୍ଲବ ଭୁବନେଶ୍ୱର। କ'ଣ କହିବେ? ବହୁତ ଖୁସି ଲାଗୁଛି ଖୁଦୁପୁର ପ୍ରଥମ ଥର ପାଇଁ ଏକ ନାଟ୍ୟ ପ୍ରତିଯୋଗିତାର ଆୟୋଜନ କରୁଛି ଏବଂ ତା ଦେହରେ ଆମେ ଗୋଟେ ଅଂଶବିଶେଷ ଭାବରେ ଅଛୁ। ଆମ ପାଇଁ ଏଇଟା ବହୁତ ଗର୍ବର କଥା। ଏଇ ଯେଉଁ ନାଟ୍ୟ ପ୍ରତିଯୋଗିତା ପାଇଁ ସେମାନେ ବହୁତ ଟ୍ରାନ୍ସପାରେଣ୍ଟ ୱେରେ ଆଜି ଲଟେରୀ କରିକି ଡେଟ୍ ଫାଇନାଲ କରିଥିଲେ ଏବଂ ସେଇ ଡେଟ୍ରେ ଆମର 23 ତାରିଖ ଶେଷ ରାତ୍ରି ପଡ଼ିଛି, ସେଥିପାଇଁ ଆମେ ଆହୁରି ଖୁସି। ଏବଂ ଆମ ନାଟକଟି ହେଉଛି, ଆମେ ଯେଉଁ ନାଟକ ପ୍ରସ୍ତୁତ କରି ଆସିବୁ ସେ ନାଟକଟିର ନାଁ ହେଉଛି ଜନମେ ଜନମେ ଭଉଣୀ ଭାଇ ଏବଂ ନାଟକର ରଚନା କରିଛନ୍ତି ନାଟକଟିକୁ ସୁଭାଷ ସାହୁ ଏବଂ ନିର୍ଦ୍ଦେଶନା ଦେବେ ଯୁବ ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି। ଏବଂ ନାଟକଟି ସମ୍ପୂର୍ଣ୍ଣ ପାରିବାରିକ ଏବଂ ଭାଇ ଭଉଣୀର ଘଟଣାକୁ ନେଇ କାହାଣୀକୁ ନେଇ ନାଟକଟି ଆଗକୁ ବଢ଼ିବ ଏବଂ ଏକ ସୁନ୍ଦର କାହାଣୀ, ପ୍ରତ୍ୟେକ ଅଞ୍ଚଳର କାହାଣୀ, ପ୍ରତ୍ୟେକ ଘରର କାହାଣୀ, ଭାଇ ଭଉଣୀଙ୍କ ଭିତରେ କେମିତି ସ୍ନେହ ପ୍ରେମ, ଜଣଙ୍କର ଜଣଙ୍କ ପ୍ରତି କ'ଣ ତ୍ୟାଗ ଥାଏ, ଭଉଣୀଟେ ଭାଇ ପାଇଁ କ'ଣ ତ୍ୟାଗ କରିପାରେ, ଭାଇଟେ ଭଉଣୀ ପାଇଁ କେତେ କ'ଣ ତ୍ୟାଗ କରିପାରେ, ପିଲାମାନେ ଉଚ୍ଛୃଙ୍ଖଳ ହେଲେ ପରିବାରରେ କେମିତି ଖରାପ ହୁଏ, ପରିବାରର ପାରିବାରିକ ଜୀବନ କେମିତି ନଷ୍ଟ ହୁଏ, ତାହା ବି ନାଟକର ଚିତ୍ରଣ ହେଉଛି ଯେତେବେଳେ ନେଗେଟିଭ୍ ସାଇଡ୍କି ଆମେ ଯାଉଛନ୍ତି। ଏବଂ ମୋଟାମୋଟି ଭାବେ ନାଟକଟି ଅତି ସୁନ୍ଦର ଏବଂ ଆମେ ପ୍ରଥମ ହେବୁ, ଦ୍ୱିତୀୟ ହେବୁ, ତୃତୀୟ ହେବୁ ସେଇଟା ବଡ଼ କଥା ନୁହେଁ। ଆମର ଏଇଟା ଲକ୍ଷ୍ୟ, ଆମେ ଦର୍ଶକମାନଙ୍କୁ ଗୋଟିଏ ସୁନ୍ଦର ନାଟକ ଭେଟିଦେବୁ ଏବଂ ଦର୍ଶକମାନେ ନାଟକଟିକୁ ସମ୍ପୂର୍ଣ୍ଣ ରୂପେ ପ୍ରଶଂସା କରିବେ, ନାଟକର କାହାଣୀ ଯାହା ଅଛି ଏବଂ ଆମର ଅଭିନୟକୁ ଆମେ ସେଇ ଅନୁସାରେ ଚେଷ୍ଟା କରିବୁ ବହୁତ ଊର୍ଦ୍ଧ୍ୱକୁ ନେବା ପାଇଁ, ଯେମିତିକି ଆମକୁ ଦର୍ଶକ ପ୍ରଶଂସା କରିବେ ନାହିଁ ଗୋଟେ ସୁନ୍ଦର ନାଟକ ଏମାନେ ଭେଟି ଦେଇଥିଲେ ବୋଲି। ପ୍ରତିଯୋଗିତା କଥା ଛାଡ଼ନ୍ତୁ, ସ୍ଥାନ ଅଧିକାର କଥା ଛାଡ଼ନ୍ତୁ। ମୁଁ ପୂର୍ଣ୍ଣଭୂଷଣ ମଙ୍ଗରାଜ, କାସ୍ ସୋସାଇଟିର ସହ ସମ୍ପାଦକ। କାସ୍ ଖଣ୍ଡୁଆଳ ଆଡଭାନ୍ସ ସୋସାଇଟି ଫର ହ୍ୟୁମାନ ବିଙ୍ଗ ପରେ ସେ ମା ଖଣ୍ଡୁଆଳ ସ୍ୱେଚ୍ଛାସେବୀ ସଂଗଠନ ରୂପେ ପରିକଳ୍ପିତ ହୋଇ ଏକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା କରିବାକୁ ଯାଉଛି। ଖୁଦୁପୁର ଏକ କଳାର ଗ୍ରାମ। ଗୀତନାଟ୍ୟରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ସେ ଆଜି ସାମାଜିକ ନାଟକରେ ପହଞ୍ଚିଲାଣି। ସାମାଜିକ ନାଟକ ପୁଣି ସେ ନାଟକ ପ୍ରତିଯୋଗିତା କରିବ। ଏ ଅଞ୍ଚଳରେ ତଥା ଜଟଣୀରେ ଏହା ପ୍ରଥମ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ 5ଟି ଦଳ ଭାଗ ନେଇଛନ୍ତି। ଓଡ଼ିଶାର ସୁନାମଧନ୍ୟ ଦଳ 5ଟି ଦଳ ଭାଗ ନେଇଛନ୍ତି ଏହି ପ୍ରତିଯୋଗିତାରେ। ସେମାନେ ନିଜ ନିଜର ନାଟକ ପରିବେଷଣ କରିବେ, ଯାହାକି ଏହା ଫେବୃଆରୀ ମାସ 2026 ଫେବୃଆରୀ ମାସ 18 ତାରିଖରୁ ଆରମ୍ଭ ହୋଇ 23 ତାରିଖରେ ପରିସମାପ୍ତି ହେବ। 18 ତାରିଖରେ ଆମ ଗାଁ ଖୁଦୁପୁର ତାର ନାଟକ ପରିବେଷଣ କରିବ ଏବଂ ବାକି 19 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ସେମାନେ ପ୍ରତିଯୋଗିତା କରିବେ। ଏହି ପ୍ରତିଯୋଗିତା ଖୁଦୁପୁର ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହେବ ଏବଂ ସଙ୍ଗେ ସଙ୍ଗେ ଆମେ ଜାଗର ମହୋତ୍ସବ ନାମରେ ନାମିତ କରି ଏହାକୁ ଶିବରାତ୍ରି ଦିନ ଆରମ୍ଭ କରିବୁ ବୋଲି ଯୋଜନା କରିଛି ଏବଂ ଆରମ୍ଭ ହେବ ମଧ୍ୟ। ମୀନା ବଜାର ରହିବ, ଦୋଳି ରହିବ, ବିଭିନ୍ନ ପ୍ରକାରର ଷ୍ଟେସନାରୀ ଜିନିଷ ରହିବ, ସବୁ ପ୍ରକାରର ସୁବିଧା ଆମେ ଦର୍ଶକ ମାନଙ୍କୁ ଦେବୁ ଏବଂ ଲୋକମାନଙ୍କୁ ସୁଝାଇ ଦେବା ପାଇଁ ଏ ଅନୁଷ୍ଠାନ ପ୍ରତିଶ୍ରୁତିବଦ୍ଧ। ମୋ ନାଁ ସୁଧୀର କୁମାର ରାଉତରାୟ, ଖଣ୍ଡୁଆଳ ଆଡଭାନ୍ସ ସୋସାଇଟି ଫର ହ୍ୟୁମାନ ବିଙ୍ଗର ସମ୍ପାଦକ। ଆମ ଗାଁ ଖୁଦୁପୁର 1000 ବର୍ଷର ପୁରୁଣା ହେବ ବୋଧେ, ଆମେ ତ ଜାଣିନୁ, ତଥାପି ବହୁ ପୁରୁଣା ଗ୍ରାମ ଏ ଖୁଦୁପୁର, କଳାର ମାଟି। ଆମର ଗଣେଶ ପୂଜା ମୀନା ବଜାର ଯୋଉଠି ପଡୁଛି ଖୁଦୁପୁର ପଡ଼ିଆ ଖେଳ ପଡ଼ିଆରେ ହେବ ଏବଂ ଲୋକମାନେ ଆସିବା ପାଇଁ ସୁବିଧା କରାଯାଇଛି। ଯେହେତୁ ମେନ୍ ରୋଡ୍ କରରେ ହେଉଛି, ଲୋକମାନେ ଆସି ନାଟକ ଦେଖିବା ପାଇଁ ସୁବିଧା ହେବ। ସେମାନଙ୍କ ପାଇଁ ଚେୟାରର ବ୍ୟବସ୍ଥା ହେଇଛି ଏବଂ ଟିକେଟର ମୂଲ୍ୟ 50 ଟଙ୍କା ରଖାହେଇଛି। ଦ୍ୱିତୀୟ ଶ୍ରେଣୀର ଟିକେଟର ମୂଲ୍ୟ 30 ଟଙ୍କା ରଖାହେଇଛି। ସମସ୍ତ ଜନସାଧାରଣ ଆସି ଆମକୁ ସହଯୋଗ କରିବା ସହିତ ଉତ୍ସାହିତ କରିବେ। କେତେ ନାଟକ ହେବ? ନାଟକ 19ରୁ 23 ପ୍ରତିଯୋଗିତା ନାଟକ ଏବଂ 18 ତାରିଖ ଆମ ଗାଁର ପିଲାମାନେ ଗୋଟେ ରାତି କରିବେ। ଗାଁର ନାଟକ ପ୍ରତିଯୋଗିତାରେ ଭାଗ ନେବ ନାହିଁ। ପୁରସ୍କାର ହେଉଛି ପ୍ରଥମ ପ୍ରାଇଜ ହେଉଛି 50,000, ସେକେଣ୍ଡ ପ୍ରାଇଜ ହେଉଛି 40,000। ବିଭିନ୍ନ ଚରିତ୍ରର ଯିଏ ଭଲ କରିବେ ସେମାନଙ୍କୁ ବି କପ୍ ପ୍ରଦାନ କରାଯିବ, ମାନପତ୍ର ପ୍ରଦାନ କରାଯିବ।